ଆଜ୍ଞା ଏବେ ଧାନ ଅମଳ କରିବାର ସମୟ ଆସିଗଲାଣି। ସମସ୍ତେ ଏବେ ଧାନ ଅମଳ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବେ। ଆଉ ଅନେକ ଭାଇମାନେ ମଧ୍ୟ ଚାଷୀ ଭାଇମାନେ ଧାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଁ ରେଜିଷ୍ଟ୍ରେସନ ମଧ୍ୟ କରିସାରିଥିବେଣି। ତ ଯଦି ଆପଣମାନେ ରେଜିଷ୍ଟ୍ରେସନ କରିସାରିଛନ୍ତି ତ ପ୍ରାୟଲି ସମସ୍ତଙ୍କର ଧୀରେ ଧୀରେ ସମସ୍ତଙ୍କର ଲିଷ୍ଟରେ ନା ଆସୁଛି। ଆପଣଙ୍କର ଯଦି ଆସିନାହିଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଜଣାଇ ଦେଉଛି। ଆଜି ହେଲା ଆମର ଯେଉଁ ଡେଟ୍ରେ ମୁଁ ଭିଡ଼ିଓ ଏଇଟା ପକାଇଛି ସେଇ ଡେଟ୍ରେ ଆପଣମାନେ ସମସ୍ତେ ସେଇ ଡେଟ୍ରେ 4ଟି ଡିଷ୍ଟ୍ରିକ୍ଟର ଲିଷ୍ଟ ଆସିଛି। କେବଳ ଆମର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଆଉ ସୋନପୁର, ଯେଉଁଟାକି ଆମେ ସୁବର୍ଣ୍ଣପୁର ମଧ୍ୟ କହୁ। ଏଇ 4ଟି ଡିଷ୍ଟ୍ରିକ୍ଟରେ ଆସିଛି, ଯେଉଁଥିରେ କି ଆପଣମାନେ ସେଇ 4ଟି ଡିଷ୍ଟ୍ରିକ୍ଟର ଲୋକ ଯଦି ଚେକ୍ କରିବେ ମିଳିବ ଏବେ ଲିଷ୍ଟ। ଆଉ ଅନ୍ୟାନ୍ୟ ଡିଷ୍ଟ୍ରିକ୍ଟର ଲୋକମାନେ ଯଦି ଚେକ୍ କରିପାରିବେ କାଁ ଭାଁ ଆସିଛି, କିନ୍ତୁ ପ୍ରାୟ ସବୁ ଲୋକଙ୍କର ଆସି ନାହିଁ। ତ ଆପଣମାନେ ସମସ୍ତେ ଧାନ ବିକିବା ପାଇଁ ଏବେ ପ୍ରସ୍ତୁତ ଯେହେତୁ ହେଉଛନ୍ତି, ଅନେକ ଜିନିଷର ଆଜ୍ଞା ଆପଣମାନେ ଧ୍ୟାନ ରଖିବା ନିହାତି ଜରୁରୀ, ନହେଲେ ଆପଣମାନେ ଧାନ ବିକ୍ରି କରିପାରିବେ ନାହିଁ। ଧାନ ବିକିପାରିବେନି ଅର୍ଥ ଏହା ଯେ ଆପଣମାନେ ଧାନ ବିକିବେ କିନ୍ତୁ ପଇସା ଆସୁନଥିବ ଆପଣଙ୍କ ଆକାଉଣ୍ଟକୁ। ଯେଉଁ 48 ଘଣ୍ଟା ଭିତରେ ଯେଉଁ ଆପଣଙ୍କର 3100 ଟଙ୍କା କ୍ୱିଣ୍ଟାଲ ପିଛା କରିଛନ୍ତି ସରକାର, ସେ ଯଦି ଆସିବ ନାହିଁ ତାହେଲେ ଧାନ ବିକିକି ଲାଭ କ'ଣ? ସେଥିପାଇଁ ଆପଣମାନଙ୍କୁ କିଛି ଜିନିଷ ଆପଣମାନଙ୍କୁ ଏଠାରେ ଧ୍ୟାନ ଦେଇକି ଆଗରୁ ସଜାଗ କରିକି ବା ସଜବାଜ କରିକି ରହିବା ନିହାତି ଜରୁରୀ। ସେଇ ଜିନିଷ ଗୁଡ଼ାକ କ'ଣ କ'ଣ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହିବା ପାଇଁ ଯାଉଛି ଆଜ୍ଞା। ତେଣୁକରି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ, ତେବେ ଯାଇକି ଆପଣମାନେ ବୁଝିପାରିବେ ଯେ ଧାନ ବିକ୍ରି କଲା ପରେ ଆପଣଙ୍କ ଖାତାକୁ କିପରି ସରଳ ଭାବରେ 48 ଘଣ୍ଟା ଭିତରେ ଟଙ୍କାଟି ପହଞ୍ଚିଯିବ, ସେଇ ବିଷୟରେ ଆପଣମାନଙ୍କୁ ମୁଁ ଆଜିର ଭିଡ଼ିଓରେ କହିବି। ଦେଖନ୍ତୁ, ପ୍ରଥମ ଜିନିଷ ହେଲା ଆପଣଙ୍କର ସମସ୍ତେ ଜାଣିଥିବେ ଆପଣଙ୍କର ଟୋକନ ନମ୍ବରଟି ବା ଟୋକନର ଯେଉଁ ମେସେଜଟି ମୋବାଇଲ ନମ୍ବରରେ ଆସିଥାଏ, ତାହା ଯେଉଁ ମୋବାଇଲ ନମ୍ବରରେ ଆଜ୍ଞା ଆସିଥାଏ ସେ ମୋବାଇଲ ନମ୍ବରରେ ଆପଣମାନେ ଦୟାକରିକି ଆଜ୍ଞା ରିଚାର୍ଜଟିକୁ କରିକି ରଖିଥିବେ। କାହିଁକିନା ଦେଖନ୍ତୁ ବେଳେବେଳେ କ'ଣ ହୁଏ, ଅନେକ ଟେଲିକମ କମ୍ପାନୀ ଗୁଡ଼ାକ ଅଛି, ଆମର ଜିଓ ହେଲା, ଏୟାରଟେଲ୍ ହେଲା, ବିଏସ୍ଏନ୍ଏଲ୍ ହେଲା, ଏବେ ଭୋଡାଫୋନ୍ ହେଲା, এইগুড়াক ସବୁ ଚାଲୁଛି। ଆପଣଙ୍କର ଯଦି ଧରି ନିଅନ୍ତୁ ବେଳେବେଳେ କ'ଣ ହୁଏ, ଏୟାରଟେଲ୍ କିମ୍ବା ଆପଣଙ୍କର ବିଏସ୍ଏନ୍ଏଲ୍ରେ ଯଦି ଆପଣମାନେ ରିଚାର୍ଜ ନଥିବ ବେଳେବେଳେ ମେସେଜ୍ ମଧ୍ୟ ଆସେନି। ତ ଯେହେତୁ ମେସେଜ୍ ଆସିବନି ଆପଣମାନେ ଜାଣିପାରିବେନି କେବେ ଧାନ ବିକ୍ରି କରିବାର ଅଛି, କେବେ କ'ଣ ଅଛି, ଯାଇକି ଆପଣମାନଙ୍କୁ ହଇରାଣ ହେବାକୁ ପଡ଼ିବ, ସୋସାଇଟିକୁ ଦୌଡ଼ିବାକୁ ପଡ଼ିବ। ତେଣୁକରି ଆପଣମାନେ ଦୟାକରିକି କ'ଣ କରିଥିବେ, ସେହି ସମୟରେ ବିଶେଷ କରିକି ଆର ମାସ ଠାରୁ ଆମର ଧାନ ବିକ୍ରି ଆରମ୍ଭ ହୋଇଯିବ, ଧାନ କିଣା ଆରମ୍ଭ ହୋଇଯିବ। ତେଣୁକରି ଆପଣମାନେ ନଭେମ୍ବର, ଡିସେମ୍ବର, ଜାନୁଆରୀ, ଫେବୃଆରୀ ଏ ପର୍ଯ୍ୟନ୍ତ ଆପଣମାନେ 3-4 ମାସ ତ ରିଚାର୍ଜ କରିକି ରଖିଥାନ୍ତୁ। କାହିଁକିନା ସେତେବେଳେ ଯଦି ମେସେଜଟି ଆସିବ, ଟଙ୍କା ଆସିଲେ ମଧ୍ୟ ମେସେଜ ଆସିବ, ଆପଣଙ୍କର ଖାତାରେ ଟଙ୍କା ପଡ଼ିଲେ ମେସେଜ ଆସିବ, ଆପଣଙ୍କର ଧାନ ଟୋକନ ଆସିଲେ ମେସେଜ ଆସିବ। ଯଦି ଆପଣଙ୍କର ମୋବାଇଲରେ ରିଚାର୍ଜ ନଥିବ, ମେସେଜ ଯଦି ଆସିବନି, ରିସିଭ୍ କରିପାରିବନି ମୋବାଇଲ, ତାହେଲେ ଆପଣ ହଇରାଣ ହେଇଯିବେ। ଇଏ ହେଲା ପ୍ରଥମ ଜିନିଷ। ଆହୁରି ଅନେକ ଜିନିଷ ଆଜ୍ଞା ଦେଖନ୍ତୁ, ଆପଣମାନେ ପ୍ରଥମେ ତ ନିଜର ଲିଷ୍ଟରେ ନା ଚେକ୍ କରନ୍ତୁ। ଲିଷ୍ଟରେ ନା ଚେକ୍ କଲା ପରେ ଆପଣମାନେ ରେଜିଷ୍ଟ୍ରେସନ କଲାବେଳେ ମଧ୍ୟ ଗୋଟେ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଦେଇଥାନ୍ତି। ତ ଦେଖନ୍ତୁ, ବିଶେଷ କରିକି ଆପଣମାନେ ସମସ୍ତେ ଜାଣି ରଖିବା ଉଚିତ ଯେ ସରକାର ଡିବିଟି ମାଧ୍ୟମରେ ଟଙ୍କାଟି ପଠାଇବେ। ଆମର ଯେବେଠୁ ସୁଭଦ୍ରା ଯୋଜନା ହେଲା, ସିଏମ୍ କିଷାନ ଟଙ୍କା ହେଲା, ସେ ଦିନଠୁ ଆଜ୍ଞା ପ୍ରାୟଲି ଡିବିଟି ଜିନିଷଟି ଲୋକମାନେ ଜଣାଶୁଣା ହେଲେ ବା ଜାଣିଶୁଣି ପାରିଲେ, ସମସ୍ତେ ଚିହ୍ନା ପରିଚିତ ଡିବିଟି ସହିତ ହେଲେ। ତ ସେ ଡିବିଟି ଯେଉଁ ଆକାଉଣ୍ଟରେ ଲିଙ୍କ ଥିବ ଆପଣଙ୍କର ସେହି ଆକାଉଣ୍ଟରେ ହିଁ ଟଙ୍କାଟି ଆସିବ। କିନ୍ତୁ ଏଇଟା ହିଁ ବହୁତ ଲୋକଙ୍କର ପ୍ରୋବ୍ଲେମ୍ ସୃଷ୍ଟି ହୋଇଥାଏ। ଡିବିଟି ତ ଲିଙ୍କ ଅଛି ଆଜ୍ଞା, କିନ୍ତୁ ବ୍ୟାଙ୍କକୁ ଆପଣମାନେ କିଛି ଦିନ ହେଲାଣି, 2 ବର୍ଷ ହୋଇଗଲାଣି, ବର୍ଷେ ହେଲାଣି ଆପଣମାନେ ବ୍ୟାଙ୍କକୁ ଯାଇନାହାନ୍ତି, ବ୍ୟାଙ୍କ ଲୋକମାନଙ୍କ ସହିତ କଥାବାର୍ତ୍ତା ବି ହେଇନାହାନ୍ତି, ଆପଣଙ୍କର ଖାତାରେ ଟଙ୍କା ଆସୁଛି ନା ଯାଉଛି ଆପଣମାନେ ଚେକ୍ କରିନାହାନ୍ତି, ତାହେଲେ କ'ଣ ହୁଏ, ଆପଣମାନଙ୍କୁ କିଛି ନା କିଛି KYCର ପ୍ରୋବ୍ଲେମ୍ ହେଇଯାଇଥାଏ। ଯେଉଁମାନଙ୍କର KYCର ପ୍ରୋବ୍ଲେମ୍ ହେଇଯିବ ତାଙ୍କର ଟଙ୍କା ପଡ଼ିବ ନାହିଁ। ଟଙ୍କା ପଡ଼ିଲେ ମଧ୍ୟ ଆପଣଙ୍କ ପାଖକୁ ମେସେଜ୍ ଆସିବ ନାହିଁ, କିଛି ଆସିବ ନାହିଁ। ଆପଣମାନେ ଜାଣିବେ କେମିତି ଯେ ଆପଣଙ୍କ ଖାତାକୁ ଟଙ୍କା ଆସିଲା ବୋଲିକି? ତେଣୁକରି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟଟା ଆକ୍ଟିଭ୍ ଥିବା ଜରୁରୀ। ଆକ୍ଟିଭ୍ ରଖିବା ପାଇଁ ଆପଣମାନଙ୍କୁ KYC ବେଳେବେଳେ କରିବା ପାଇଁ ପଡ଼େ। ଆପଣମାନେ ଯାଇକି KYC କରିଦେବେ ଯଦି KYC ହେଇନଥିବ। ଡିବିଟି ଲିଙ୍କ ଥିଲେ ଖାଲି ହେବ ନାହିଁ ଆଜ୍ଞା, KYC ମଧ୍ୟ କମ୍ପ୍ଲିଟ୍ ଥିବା ନିହାତି ଜରୁରୀ। ତ ବୁଝିପାରିଲେ ଆପଣମାନେ, ଇଏ ଗଲା। ଆଉ ଦେଖନ୍ତୁ, KYC ମଧ୍ୟ ଥିବା ଦରକାର ଆଉ ଡିବିଟି ଲିଙ୍କ ମଧ୍ୟ ଥିବା ଦରକାର। ଏଇ ଯଦି 2ଟି ଜିନିଷ ଥିବ ତାହେଲେ ଆପଣଙ୍କର ଖାତାରେ ଟଙ୍କା ପଡ଼ିବ। ବୁଝିପାରିଲେ? ତ ଏଇସବୁ ଧ୍ୟାନ ଗୁଡ଼ିକ ଆପଣମାନେ ଯଦି ଜିନିଷ ଗୁଡ଼ିକ ଧ୍ୟାନ ରଖିବେ ତାହେଲେ ଆପଣଙ୍କ ଖାତାରେ ଆଜ୍ଞା ସିଧାସଳଖ ଆସିକରି ଟଙ୍କା ପଡ଼ିଯିବ ଆପଣଙ୍କର ଧାନ ବିକ୍ରି ହେଲେ। ଆଉ ଆପଣମାନେ ସମସ୍ତେ ଟଙ୍କା ରୋଜଗାର କରିପାରିବେ। ଯେଉଁ ଆପଣଙ୍କର ଚାଷ କରିଛନ୍ତି, କଷ୍ଟ କରିଛନ୍ତି, ସେଇ ଟଙ୍କାଟି ଆପଣଙ୍କର ଖାତାରେ ଆସିଯିବ, ଆପଣଙ୍କର କାମରେ ଲଗାଇ ପାରିବେ। ତ ଇଏ ଥିଲା ଆଜିର ଭିଡ଼ିଓ। ଆହୁରି ଅନେକ ପ୍ଲସ୍ ପଏଣ୍ଟ ଗୋଟେ ଜିନିଷ ମୁଁ କହିବା ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଚାହୁଁଛି, ଆପଣମାନେ ବି ଯଦି ଆମ ପରି ଭିଡ଼ିଓ ବନାଇବା ପାଇଁ ଚାହୁଁଛନ୍ତି କିମ୍ବା ୟୁଟ୍ୟୁବର ହେବା ପାଇଁ ଚାହୁଁଛନ୍ତି, ତାହେଲେ ସେଥିପାଇଁ ଆଜ୍ଞା ଗୋଟେ ମାଇକ୍ର ଆବଶ୍ୟକତା ପଡ଼ିଥାଏ। ମୋ କଥା ଆପଣମାନଙ୍କୁ କେମିତି ସବୁ କ୍ଲିୟର ଶୁଭୁଛି ନା ନାହିଁ? ଅନେକ ୟୁଟ୍ୟୁବର ଭାଇମାନଙ୍କର କଥା ଗୁଡ଼ାକ କ୍ଲିୟର ଶୁଭି ନାହିଁ, କେଉଁ ଘର
घर भितर थिला भलिया शुभे कि कम कम शुभे आपने जानिथे कि मो कथा जमी क्लीयर शुभुची सेहीपरि आपने जब भिडियो बनवाई चाहते देखो कहीं मुझे कहूँ आपने टंका रोजगार करेंगे आपने जो फिल्ड्रे जो कम कहते से कम को आपने धरी नि मिस्त्री कम कहते मिस्त्री कौ कमटी कले आपने मिस्त्री भिडियो मिस्त्री कमर से भिडियो गुड़ाक कले यूट्यूब छाड़े से आपको टंका मिलूँ आपने जहाँ भी करूँ गाई चरातु बल्द चलातु ड्राइवर हूँ जहाँ भी हूँ आपने जो कम भी करूँ से भिडियो आपने छाड़ुंट फेसबुक रे है यूट्यूब रे है टंका मिलूँ आपने से टंका रोजगार करेंगे से आपको माइक्र गोटे आवश्यकता पड़ता है ट्राइपॉडर आवश्यकता पड़ता है अन्य जिनिस किसी जब आपने किनापी चाहिए किनीपारे मुझे डिस्क्रिप्शन लिंक देती माइकटा मोस्ट इंपोर्टाट आज्ञा वॉइस क्लियर होगापी माइकटा भल अटे आम मैंने देखो मासिक 20,000 25,000 30,000 यूट्यूबर भाई मैंने अच्छा 50,000 पर्यटन रोजगार करूँगी रोजगार करने जब चाहूँगी ताल माइक टी किनीपारे मुझे डिस्क्रिप्शन में देदेती लिंक ठीक अच्छे आपने जातु क्लिक करूँ से जिनिस किणतु आपण मैंने भल रोजगार करेंगे आ यूट्यूब विषय किसी भी यदि शिखबार अच्छे मत डिस्क्रिप्शन में मोर व्हाट्सएप ग्रुप लिंक अच्छे आपने पचारि पारे ना कमेंट में पचारे मुझे तार रिप्लाय देदेवी।